हाय फ्रेंड्स आम चैनल ओडिया लाइव खबर सस्मिता को मुझे स्वागत करुच्ची आपण मानक एठी देखंतु आम पुआ आम घर को आसी माने अपांगर बड़ पुआ से आम घर को आसी मु एठी रहूची आम घरे एबे तो से एठिक आसी बट तार आज बहुत बड़ गोटे दुर्घटना आम घर घटी माने सी आज छातरू पड़ जाइए तो भगवान को दयारू माने सेमिति हाड़ जो तार बोन फोन फ्रैक्चर करनी एक्सरे तो हो सारानी बट एबे ताकू पेन क्लियर दिखाई बोली से किसी जापारनी आउ कौटी कौन हो डिटेल्स कही पारना तो से गोटे राति माने 12 घंटा टाइम दिखाई ताकू बट एबे ताकू कहुई खेलवाई आउ टिके रेस्ट नापी मझे मझे देखा जाऊ काली कौन होची। लुटन एमती हाँ ना से भाई क्षीर पी सारू भाई जमा क्षीर पीएनि ना आज पीऊँच से मोबाइल देखी देखी पी दो हाँ मुझे ना आज दिनटा भाई छाड़ी देसी कि कौन ता देह भल ना तू एटा अच्छी हल्दी छोड़ा आउ पीबू ना धन हाँ एबे डॉक्टर जो भी मेडिसिन देते मुझे खई दूसरी खई सारा सी टे शोब मझे मझे तो मतलब चेक करा पड़ो। गोटे जेल टाइप रो डॉक्टर देते से मसाज कराबनी खाली एमती खाली लगा हम तार बैकबोनटा बेसी माड़ होती जोटा घर लोक समस्त देखी पड़ा बेले से ही तार लगे कहते बैकबोन रे खाली क्रीमटा गुड मॉर्निंग फ्रेंड्स काली मुझे टोटाली आप सहित कथा कली पुअर एमती अवस्था थी ना मैंने आप सब देखुं से छुआ खेलुची बुलूची खाऊची आराम से तो सबकि हो बट राति जिते मैंने तार पेन क्लियर पावर सरीगला ना तो से तार स्टार्ट है मैंने बहुत पेन है को गोटे दुटा है पेन है कहला मम्मी उठी पारनी तार एमती हम बोली भी मैंने आम के भाभी नु से छात उपर पड़ जाइए मैंने भावती कौन मैंने यही आज भगवान ही केवल तक रक्षा कर मुझे कहवा पेसेंस रे ना तो मोर काली माने घर भी घरे खाया पीवा ना पापा तो टोटाली खाऊ ना कहते मुझे न देखला पर्यटन खाइबी आउ दीदी सान दीदी समस्ते वीडियो कॉल माने देखुं
ସମସ୍ତେ ସେତେବେଳେ ଖେଳିଲା ବୁଲିଲା ସବୁ ଦେଖିକି ଖୁସି ହେଉଛନ୍ତି। ବଟ୍ ଡକ୍ଟର ତ କହିଛନ୍ତି ଯେ 12 ଘଣ୍ଟା କି 24 ଘଣ୍ଟା ଆପଣଙ୍କୁ ୱେଟ୍ କରିବାକୁ ପଡ଼ିବ। ତାପରେ ଆମେ ତ ପେନ୍ କ୍ଲିୟର୍ ଦେଇଦେଇଛୁ, ସେଥିପାଇଁ ଜଣାପଡ଼ୁନି। ହୁଏତ ହାଡ଼ ଫାଡ଼ ତା'ର ଭାଙ୍ଗି ନାହିଁ କିଛି ସେମିତି। ହାଡ଼ ନ ଭାଙ୍ଗିଲେ ବି ଆଜିକାଲି ତ ବହୁତ କିଛି ଅଛି। ମାନେ ଆମ ଘରେ ମୋ ଦିଦି ଯେଉଁ ସାନ ନଣନ୍ଦ ତାଙ୍କର ବି ସେମିତି ପ୍ରୋବ୍ଲେମ୍ ହେଇଥିଲା। ସେ ବି ଛୋଟବେଳେ ଏମିତି ପଡ଼ିଯାଇଥିଲେ। ଆଉ ତାଙ୍କର ଅବସ୍ଥା ମୁଁ ଆପଣଙ୍କୁ କେବେ ସାନ ଦିଦିଙ୍କ ସହିତ ବ୍ଲଗ୍ ବନେଇଲେ ଆପଣଙ୍କୁ ଦେଖେଇବି। ତ ସାନ ଦିଦିଙ୍କର ଏମିତି ଅଲରେଡ଼ି ଅଛି। ତ ପୁଣି ଆମ ପୁଅର ଏମିତି ହେଲା। ଆମ ସମସ୍ତେ ଖାଲି ସେଇଆ ହିଁ ଭାବିଲେ, ମାନେ ସମସ୍ତେ ଆମେ ଏବେ ବି ଡରିକି ଅଛୁ। ଆଉ ତାକୁ କଟକ ବି ନେଇଯିବୁ ଏବେ। ଭାଇ ଅପା କାଲି ରାତି ସାରା ଶୋଇନାହାନ୍ତି, ଫୋନ୍ କରୁଛନ୍ତି। ଅପା 4ଟା ରାତିରୁ ଫୋନ୍ କଲେ ଯେ ଆମେ ବାହାରିଲୁଣି, ସେ ଆସିଯିବେ, ଏବେ ପହଞ୍ଚିଯିବେ। ମୁଁ ତ ଆମ ଘରେ ଅଛି। ତ ମୁଁ ଗାଡ଼ି ବି ଆମ କାର୍ଟା ମୁଁ ନେଇ ଆସିଛି ଆମ ଘରକୁ, ମୁଁ କାମ ଥିଲା ବୋଲି। ତ ଅପା ଭାଇ ଏବେ ବାଇକ୍ରେ ଆସିବେ। ଆଉ ଜୋରରେ ବି ବର୍ଷା ହେଉଛି, ତ ସେଥିପାଇଁ ସେମାନେ ରହିକି ବାଟରେ ଆସୁଛନ୍ତି। ମାନେ ଏମିତି ସିଚୁଏସନ୍କୁ ବି କାର୍ ବି ତାଙ୍କ ପାଖରେ ନଥିଲା। ଆଉ କାଲି ଦିନ 12ଟାରୁ ହେଲାଣି ସେ ମୋତେ ଫୋନ୍ କରିଛନ୍ତି ବହୁତ ଥର। ମୁଁ ଭାବିଲି ମାନେ ପୁଅର କ୍ଲାସ୍ ଚାଲିଥିଲା, ତ କ୍ଲାସ୍ ଟାଇମ୍ରେ ତ ମୁଁ ଯଦି କଲ୍ଟା ରିସିଭ୍ କରିବି ତାହେଲେ ଡିସ୍କନେକ୍ଟ ହେଇଯିବ, ଆଉ ରିଜଏନ୍ କରିହେବନି କ୍ଲାସ୍ରେ। ତ ମୁଁ ଭାବିଲି ଏମିତି ଜେନେରାଲି ଯେମିତି କରନ୍ତି ସବୁବେଳେ କଲ୍ ସେମିତି କରୁଛନ୍ତି। ତ ସେଥିପାଇଁ ମୁଁ ଆଉ ଉଠେଇଲିନି। ତ ଯେତେବେଳେ ଉଠେଇଲିନି, ମୁଁ ମୋର ଯେତେବେଳେ ପୁଅର ବ୍ରେକ୍ ଟାଇମ୍ ହେଲା, ମୁଁ ସେତେବେଳେ ଭାବିଲି ପୁଅର ବ୍ରେକ୍ ହେଲା, ମୁଁ ଯାଉଛି କଲ୍ କରିବି। ତ ତା ଆଗରୁ ସେମାନେ କଲ୍ କଲେ, ବଡ଼ ଦିଦି କଲ୍ କଲେ, ବଡ଼ ନଣନ୍ଦ। ସେ କଲ୍ କଲା ପରେ ମୁଁ ଏମିତି ଶୁଣିଲି ଯେ ପୁଅ ଛାତ ଉପରୁ ପଡ଼ିଯାଇଛି। ମାନେ ମୁଁ ଯେଉଁଠି ମାନେ କଥା ହେଉଥିଲି ଠିଆ ହେଇକି, ଆଉ କଥା ବି ହେଇପାରିଲିନି, ପଶିଗଲି ପୁରା। ଛୁଆର କ'ଣ ହେଇଛି ମୁଁ ପଚାରିଲି, ସେ କହିଲେ ଯେ ପୁରା ସେନ୍ସଲେସ୍ ହେଇଯାଇଛି, ତାକୁ ନେଇଯାଇଛନ୍ତି ଭଦ୍ରକ। ତ ମୁଁ ଆଉ ଭାବି ପାରିଲିନି କ'ଣ ହେଇଥିବ କ'ଣ ନାହିଁ। ମୁଁ ଆଉ ଫୋନ୍ କାହା ପାଖକୁ କରିବି ବି ଭାବିପାରିଲିନି। ମୋତେ ତାପରେ ଇଏ ମୋତେ ଫୋନ୍ କରୁଛନ୍ତି ଯେ ଜାଣିଛୁ ନା ପୁଅ ଛାତରୁ ପଡ଼ିଯାଇଛି। ସେଇଠୁ ଶୁଣିଲା ପରେ ତାପରେ ଭାଇଙ୍କୁ ସାଙ୍ଗେ ସାଙ୍ଗେ ସେଇଠି ଭାଇ କୋର୍ଟରେ ଥିଲେ ସେମାନେ। ତ ମୁଁ ପଠେଇଲି ଭାଇ ଆଗେ ଯାଅ ତମେ ଦେଖ ଆଗେ ପୁଅର କ'ଣ ହେଇଛି। ମୋତେ ନେବାକୁ ଏଠି କେହି ନଥିଲେ। ତ ସେମାନେ ଦେଖିଲେ ଯେ ପୁଅ ମାନେ ସେତେବେଳେ ସେ ଠିଆ ହେଲାଣି, ଚାଲିଲାଣି। ତ ମାନେ ଆମେ ଭାବିଲୁ ଭଗବାନ ହିଁ ତାକୁ ରକ୍ଷା କରିଦେଇଛନ୍ତି। ଆକ୍ଚୁଆଲି ଫ୍ରେଣ୍ଡସ୍, ମୁଁ ଆଜି ଭଲସେ କିଛି କଥା ହେଇପାରୁନି, ମୋ ମୁଣ୍ଡରେ କିଛି ପଶୁନି, ମୁଁ କ'ଣ କଥା ହେବି। ତ ଅପା ଭାଇ ଏବେ ଆସୁଛନ୍ତି, କଟକ ନେଇକି ଯିବେ ତାକୁ। ମାନେ ମୁଁ ଦୁବାଇରୁ ବି ଯେତେବେଳେ କଲ୍ କରିବି ସବୁବେଳେ ଆଦି ଆଉ ପୁଅ ମମି ମମି କଥା ହୁଅନ୍ତି। ଆଜି ସେ ପଡ଼ିଯାଇଛି ମାନେ ମୁଁ ଆଉ କିଛି ବି ଧୈର୍ଯ୍ୟ ମୋର ରହିଲାନି। ମୁଁ କହିଲି, ତାପରେ ଯେତେବେଳେ ଡକ୍ଟର କହିଲେ ଏକ୍ସରେ କଲେ ରିପୋର୍ଟ ନର୍ମାଲ୍ ଅଛି, ତାହେଲେ ବି ଉପରୁ ତଳକୁ ପଡ଼ିଛି। ମାନେ ଆପଣ ଭାବି ପାରୁଥିବେ ଛାତ ଉପରୁ ସେ ପଡ଼ିଯାଇଛି। ସେଇଥିପାଇଁ ମୁଁ କହିଲି ତମେ ଯାହା ବି ହେଲେ ତାକୁ ଏଇଠି ଛାଡ଼ିଦିଅ। ମୁଁ ଆଟଲିଷ୍ଟ ରାତିରେ ଯେତେବେଳେ କିଛି ବି ହେବ ଯଦି ଆମେ ତାକୁ କଟକ ନେଇଯିବୁ। ତ ଭାଇ ଅପା ସେଇ କାଲି ପଳେଇଲେ ଦେଖିକି ପୁଅକୁ ଆଣିକି ମୋ ପାଖରେ ଛାଡ଼ି ଦେଇଥିଲେ। ତ ରାତିରେ ମୁଁ ତାକୁ ବହୁତ ଚେଷ୍ଟା କରିଛି ସେ ଖେଳୁ, ବେଶୀ ଟାଇମ୍ ନ ଶୋଉ, ଖେଳାଖେଳି କରୁ। ତ କାଲି କିଛି ବି ତାର ମୁଁ ଜାଣିପାରିଲିନି। ଆମ ଘରେ ବି ସମସ୍ତେ କହିଲେ ସେ ପଡ଼ିଲା ଭଳିଆ ଟୋଟାଲି ଜଣାପଡ଼ୁନି। ଆକ୍ଚୁଆଲି ସେ ବହୁତ ଷ୍ଟ୍ରଙ୍ଗ, ଆଉ ଭଗବାନ ହିଁ କେବଳ ତାକୁ ରକ୍ଷା କରିଛନ୍ତି, ଆଉ କେହି ନୁହେଁ। ଛୋଟ ଛୁଆଟେ, ସେ କାହାର ଦୋଷ କିଛି କରିନି। ତ ଭଗବାନ ହିଁ ତାକୁ ରକ୍ଷା କରିଛନ୍ତି। ଫ୍ରେଣ୍ଡସ୍, ଆଉ କଥା କହିବାର ମୋର ଧୈର୍ଯ୍ୟ ନାହିଁ। ମୁଁ ଆପଣଙ୍କୁ ପରେ କଥା ହେବି। ଭାଇ ଅପା ଆସୁଛନ୍ତି, ଆପଣ ଖାଲି ସବୁ ଦେଖନ୍ତୁ କ'ଣ କ'ଣ ହେଉଛି। କଟକ ତାକୁ ନେଇକି ସବୁ ସ୍କାନିଂ ଫାନିଂ କଲା ପରେ ଆମେ ଯାଇକି ସିଓର ହେବୁ। ଏବେ ତ ସେ ସକାଳୁ ଉଠିଲା ପରେ କହୁଛି ମୋ ମମି ଆଉ ଉଠି ପାରୁନି, ସେ ଦୌଡ଼ି ବି ପାରୁନି, ନଇଁ ବି ପାରୁନି। ଆଜି ତାର କାହିଁକି ଏମିତି ହେଲା, ଭଗବାନ ତାକୁ ରକ୍ଷା କରନ୍ତୁ। କିଛି ମୋ ଧନର ନ ହେଇଥାଉ। ସମସ୍ତେ ଆମେ ଭାଙ୍ଗି ପଡ଼ିଛୁ, କେବଳ ଆପଣ। ମୁଁ ଏତିକି କହିବି, ଆପଣ ସମସ୍ତେ ଠାକୁରଙ୍କୁ ଡାକନ୍ତୁ ମୋ ଧନ ଭଲ ହେଇଯାଉ, ଭଲ ତାର କିଛି ବି ନ ହେଇଥାଉ। ଏତିକି ଠାକୁରଙ୍କ ପାଖରେ ପ୍ରାର୍ଥନା। ଫ୍ରେଣ୍ଡସ୍, ମୁଁ ଆଜି ଆଉ କିଛି କଥା ହେଇପାରୁନି। ମୁଁ ଆପଣଙ୍କୁ ଖାଲି ଦେଖନ୍ତୁ ଭିଡ଼ିଓଟା ଲାଷ୍ଟ ପର୍ଯ୍ୟନ୍ତ, ସବୁ କିଛି ଜାଣିପାରିବେ।
तभी तो कटक नहीं जीवे ए भाई आगे आसी ना आसिक पहुँचला कटक नहीं जीवे तो सब किसी तार नॉर्मल रोग तो चलतु ए देखुची भाई आगे आसले कि नहीं मुझे रही ए तौक जाऊँगी मैंने आसवे बोधे ए पुओ को नहीं जी पुओ खाइब ना से दौड़ी पाऊनी पा दौड़ी पाऊनी गुड़ा तो नुहे बैकबोनटा बता बैकबोनटा ना यहाँ यहाँ धर काली बा शुक उठी पाला ना डॉक्टर पाक जीव बोले डरीगला कौन मोर किसी हो ये बैकबोनटा काली स्कान कर किंतु हाँ भद्रक मत किसी भी विश्वास ना हाँ दे बो आसले यहाँ बता हो नेकटा ये नेक बता हो आ खाली बैकबोनटा apa? Ayo udah hai dulu. Papa. Work it out, we can work it out, we can work it out. Give it up, we can work it out. You can move your mouth and I'll make the sounds. Give it up, we can work it out, we can work it out, we can work it out. गाडीला येऊ का कधी नाही ଆଜି ଖାଇକି फ्रेंड्स पुआ एबे हमर पळेला डॉक्टर पाखु केबे जाउची कटक टेस्ट करिया पई सब तो तार भगवान को खाली आपण माने डाकंतु तार किछि भी न होई थाउ हमें समस्त ठाकुर को डाकुचु आ आपण भी डाकंतु सो आज ब्लॉग को मैं एठी एंड करूची पुनी देखा नेक्स्ट ब्लॉग रे आज पई रखुची फ्रेंड्स जय जगन्नाथ।